ଧନୀ ଝିଅ ହେଇ ଗରିବ ଘରେ ବାହା ହେବା କ'ଣ ଭୁଲ? ବାପା ଓ ମାଙ୍କ ପାଇଁ ଏକ ସୁନ୍ଦର ଆଉ ଶିକ୍ଷା ଦେବା ଭଳି ଏକ ସତ୍ୟ ଘଟଣା। ମୋ ନାମ ଗୀତାଞ୍ଜଳି। ରାଜସ୍ଥାନ ରାଜ୍ୟରେ ଜୟପୁର ସହରରେ ଥିବା ଜଣେ ନାମୀ ଦାମୀ କପଡ଼ା କମ୍ପାନୀର ମାଲିକ ହେଉଛନ୍ତି ମୋ ବାପା। ଆମ ବଂଶରେ 3 ପିଢ଼ି ପୂର୍ବରୁ ମା ଲକ୍ଷ୍ମୀଙ୍କ ଦୟାରେ ସବୁ ପରିବାରରେ ବହୁତ ଧନୀ। ମୋ ବାପା ଜୟପୁର ସହରରେ ନାମୀ ଦାମୀ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ। ଛୋଟବେଳୁ କୌଣସି ଜିନିଷ ମୋତେ ଅଭାବ ନାହିଁ। କେବେ କୌଣସି କଥାରେ ମୋତେ କେହି ବାଧା ଦେଇ ନାହାନ୍ତି। ଆମ ପରିବାରର ଏହି କଥା ମୋତେ ସବୁଠୁ ଖୁସି ଲାଗେ ଯେ ଆମେ ସମସ୍ତେ ବହୁତ ସାଧାରଣ ରହୁ। 1000 କୋଟିର ମାଲିକ ମୋ ବାପା, ତାପରେ ବି ଆମେ ସମସ୍ତେ ବହୁତ ସାଧାରଣ ଦେଖାଯାଉ, ସାଧାରଣ ବି ଲାଗୁ। ଅନ୍ୟ ବଡ଼ ବଡ଼ିଆଙ୍କ ଭଳି ଦେଖେଇ ହେବା ଆମ ପରିବାରରେ ପସନ୍ଦ କାହାର ବି ନାହିଁ। ମୋ ବାପା ସବୁବେଳେ ଗରିବ ଲୋକଙ୍କୁ ଦାନ କରନ୍ତି। ମୋ ମା ଜଣେ ପତିବ୍ରତା ନାରୀ। ସେ ମୋ ବାପାଙ୍କୁ ବହୁତ ଭଲ ପାଆନ୍ତି। ମୋ ବାପା ଯେଉଁଦିନ ଖାଆନ୍ତି ନାହିଁ ସେହିଦିନ ମୋ ମା ବି କିଛି ଖାଆନ୍ତି ନାହିଁ। କାହିଁକି ନା ମୋ ବାପା ଜଣେ ଧନୀ ବ୍ୟକ୍ତି ହୋଇଥିଲେ ବି ବହୁତ ଗରିବ ଥିବା ଘରୁ ବାହା ହୋଇଛନ୍ତି। ମୋ ମା ବହୁତ ଗରିବ ଘରର ଝିଅ। ସେଥିପାଇଁ ମୋ ମା ବି ବାପାଙ୍କର ବହୁତ ଯତ୍ନ ନିଅନ୍ତି। ତାଙ୍କର ସବୁ କଥା ମାନନ୍ତି। କେବେ ବି ବାପାଙ୍କ କଥାକୁ କାଟନ୍ତି ନାହିଁ। ସକାଳେ ଉଠିବାଠୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ମା ବାପାଙ୍କର ସବୁ ଯତ୍ନ ନିଅନ୍ତି। ବାପା ମୋତେ କେବେ ବି କିଛି କୁହନ୍ତି ନାହିଁ କି ଏଇଟା କରିବା ଦରକାର, ଏଇଟା କରିବା କଥା ନୁହଁ, ଝିଅ କିଛି ଦରକାର ଅଛି କି, ଏମିତି କିଛି ବି ପଚାରନ୍ତି ନାହିଁ। ସେଥିପାଇଁ ବାପାଙ୍କ ସହିତ ମୁଁ ଟିକେ କମ୍ ମିଶେ। କିନ୍ତୁ ମୁଁ ଯାହା ବି କୁହେ ବାପା କେବେ ମନା କରନ୍ତି ନାହିଁ। ମୁଁ ଛୋଟବେଳୁ ବହୁତ ଖୁସିରେ ବହୁତ ଗେହ୍ଲାରେ ବଡ଼ ହେଇଛି। କେବେ ବି ଦୁଃଖ କ'ଣ ଜାଣି ନାହିଁ କି ଦେଖି ନାହିଁ। ମୋ ମା ବି ମୋତେ କିଛି କରିବାକୁ କୁହନ୍ତି ନାହିଁ। କାହିଁକି ନା ବାପା ତାଙ୍କୁ ମନା କରିଛନ୍ତି କି ମୋ ଝିଅ ଘରେ ରାଣୀ ଭଳି ରହିବ, କିଛି କରିବା ଦରକାର ନାହିଁ। କିନ୍ତୁ ତାପରେ ବି ମୁଁ ମାଙ୍କୁ କାମରେ ସାହାଯ୍ୟ କରେ। ବାପାଙ୍କ ପାଇଁ ସେ ଯାହା କରନ୍ତି ବାପାଙ୍କଠୁ ଲୁଚି ଲୁଚି ମୁଁ ମାଙ୍କ ସହିତ କାମ କରେ। ଏଥିରେ ମା ମୋତେ କେବେ ବି ମନା କରି ନାହାନ୍ତି। ମୋତେ ଅନ୍ୟ ଧନୀ ଝିଅଙ୍କ ପରି ଦେଖେଇ ହେବା ପସନ୍ଦ ନାହିଁ। କାହିଁକି ନା ମୋ ମା ଜଣେ ଗରିବ ଘରର ଝିଅ। ସିଏ ବି ଦେଖେଇ ହୁଅନ୍ତି ନାହିଁ। ବୋଧହୁଏ ତାଙ୍କ ଗୁଣଟା ମୋ ପାଖରେ ଥିଲା। ମୋର ଯେତେ ଜଣ ଧନୀ ସାଙ୍ଗ ଝିଅ ଥିଲେ ସେମାନେ ସମସ୍ତେ ତାଙ୍କ ବୟଫ୍ରେଣ୍ଡ ମାନଙ୍କ ସହିତ ବୁଲିବାକୁ ଯାଆନ୍ତି। କିନ୍ତୁ ମୋତେ ଏସବୁ ପସନ୍ଦ ନାହିଁ। ଯେତେବେଳେ ବୁଲିବାକୁ ଇଚ୍ଛା ହୁଏ ବାପା ମାଙ୍କ ସହିତ, ନାହିଁ ତ ବାପାଙ୍କ ଡ୍ରାଇଭର କୁନା ଭାଇଙ୍କ ସହିତ ଯାଏ। କୁନା ଭାଇ ବି ମୋତେ ବହୁତ ସ୍ନେହ କରନ୍ତି, ବହୁତ ଆଦରରେ କଥାବାର୍ତ୍ତା କରନ୍ତି, ନିଜ ଭଉଣୀ ଭଳି ଦେଖନ୍ତି। ମୁଁ ବି ତାଙ୍କୁ ନିଜ ଭାଇ ଭଳି ଦେଖେ। କାହିଁକି ନା ଆମ ଘରେ ମୁଁ ଏକା, ମୋର କେହି ଭାଇ ନାହାନ୍ତି। ମୁଁ ଯେତେବେଳେ +3 ପ୍ରଥମ ବର୍ଷ ପଢ଼ୁଥାଏ ସେତେବେଳେ କୌଣସି କାରଣବଶତଃ ଆମ ସୁରକ୍ଷାକର୍ମୀ ଗେଟ୍ ପାଖରେ ନଥିଲେ ପେପର ବାଲା ଡୋର ବେଲ୍ ବଜାଇବାରୁ ସେହିଦିନ ମା ମୋତେ ପେପର ଆଣିବାକୁ କହିଲେ। ମୁଁ ଗେଟ୍ ପାଖକୁ ପେପର ଆଣିବା ପାଇଁ ଗଲି। ଜଣେ ଯୁବକ ପେପର ଧରି ମୋତେ ଦେବାକୁ ଆସୁଥିଲେ। ମୁଁ ସେହି ଯୁବକଙ୍କୁ ଦେଖି ହଠାତ୍ ଛିଡ଼ା ହେଲି ଆଉ ଅବାକ୍ ହେଇଗଲି। ତାଙ୍କୁ ଅନାଇ ରହିଲି। କାହିଁକି କେଜାଣି ସେହି ଯୁବକ ମୋତେ ବହୁତ ନିଜର ନିଜର ଲାଗୁଥିଲେ। ମୋତେ ଲାଗୁଥିଲା ତାଙ୍କୁ ମୁଁ କେଉଁଠି ଦେଖିଥିଲି। ଲାଗୁଥିଲା ସତେ ଯେମିତି ତାଙ୍କ ସହିତ ମୋର ସମ୍ପର୍କ ଥିଲା। ସେ ମୋତେ ଡାକିଲେ, ମ୍ୟାଡ଼ାମ୍ ପେପର ନେଇକି ଯାଆନ୍ତୁ। ମୁଁ ପେପର ଆଣିବାକୁ ପାଖକୁ ଗଲି। ସେ ମୋତେ ପେପର ଦେଲେ ଆଉ ମୁଁ ଧରିକି ଏପର୍ଯ୍ୟନ୍ତ ମୁଁ କେବଳ ତାଙ୍କୁ ହିଁ ଦେଖୁଥିଲି। ମୁଁ ମନେ ମନେ ଭାବୁଥିଲି କି ଏ ଅଜଣା ଯୁବକ ଯାହାକୁ ମୁଁ କେବେ ବି ଦେଖିନି, ତାଙ୍କୁ ଦେଖିଲା ପରେ ମୋତେ କାହିଁକି ଏତେ ଖୁସି ଲାଗୁଛି, କାହିଁକି ସେ ମୋତେ ନିଜର ନିଜର ଲାଗୁଛନ୍ତି। ମୁଁ ପେପର ନେଇ ଗଲି। କିନ୍ତୁ ତାଙ୍କ ଚେହେରା ଆଉ ସେ ପ୍ରଶ୍ନ ଯେ ସେ ମୋତେ କାହିଁକି ଏତେ ଭଲ ଲାଗୁଛନ୍ତି ସବୁବେଳେ ମନ ଭିତରେ ଉଙ୍କି ମାରୁଥାଏ। ତା ପରଦିନ
ସୁରକ୍ଷାକର୍ମୀ ଘରେ ଥିଲେ। ସେହିଦିନ ମୁଁ ପେପର ଆଣିବାକୁ ଗଲି ନାହିଁ, କିନ୍ତୁ ସେ ଯୁବକଙ୍କୁ ଦେଖିବା ପାଇଁ ଠିକ୍ 7ଟା ବେଳକୁ ମୁଁ ବାଲକୋନିରେ ଚଢ଼ି ଅପେକ୍ଷା କରିଥାଏ। ସେ ଯୁବକ ପେପର ଧରି କେତେବେଳେ ଆସିବେ ଭାବିବା ଭିତରେ ଯୁବକ ଆସି ଗେଟ୍ ଆଗରେ ଛିଡ଼ା ହୋଇ ଡୋରବେଲ୍ ବଜାଇଲେ, ଆଉ ସୁରକ୍ଷାକର୍ମୀ ପେପର ନେବାକୁ ଆସିଲେ। ସେହି ସମୟରେ ମୋ ମନ କହୁଥାଏ କି ସେ ଯୁବକ ମୋ ଆଡ଼େ ଅନାନ୍ତେ କି? ଏମିତି ଭାବିବା ଭିତରେ ହିଁ ସେ ଉପରକୁ ଚାହିଁ ମୋତେ ଦେଖିଲେ। ମୋତେ ବହୁତ ଖୁସି ଲାଗିଲା, ଆଉ ମୁଁ ଲାଜରେ ଅନ୍ୟ ଆଡ଼େ ଅନାଇବାର ବାହାନା କଲି। ସେହି ଦିନଠାରୁ ମୋର ପ୍ରତିଦିନ ମନ ହେଉଥାଏ ସକାଳେ ତାଙ୍କୁ ଦେଖିବା ପାଇଁ। ଏମିତି କିଛି ଦିନ ଚାଲିଲା, ଆଉ ମୁଁ ଦିନେ କାଗଜରେ ଫୋନ୍ ନମ୍ବର ଲେଖିଲି, ଆଉ ତା ସହିତ ଲେଖିଲି କି ମୋତେ ତମ ସହିତ କଥା ହେବାକୁ ବହୁତ ଇଚ୍ଛା ହେଉଛି। ଏଇଟା ମୋର ହ୍ୱାଟ୍ସଆପ୍ ନମ୍ବର, ମୋତେ ମେସେଜ ବି କରିପାରିବ। ଏଭଳି ଲେଖି ମୁଁ ତାଙ୍କୁ ସେହି କାଗଜ ଫିଙ୍ଗିଲି, ଆଉ ସେ ସେହି କାଗଜ ଗୋଟାଇ ନେଇଗଲେ। ସନ୍ଧ୍ୟାରେ ସେ ମୋତେ ମେସେଜ କଲେ, ଆଉ ମୁଁ ତାଙ୍କ ସହିତ କଥା ହେଲି। ମୋ ନାମ ଗୀତାଞ୍ଜଳି କହିଲି, ଆଉ ତାଙ୍କ ନାମ ପଚାରିବାରୁ ସେ କହିଲେ ମୋ ନାମ ରାଜ। ସେ ମୋତେ ପଚାରିଲେ କି କ'ଣ କଥା ହେବାକୁ ଚାହୁଁଛ? ମୁଁ କହିଲି ନାଇଁ, ଖାଲି ସେମିତି ହିଁ କଥାବାର୍ତ୍ତା ହେବାର ଥିଲା। କିଛି ଦିନ ପରେ ସେ ଜାଣିଗଲେ କି ସେ ମୋତେ ବହୁତ ଭଲ ଲାଗୁଛନ୍ତି। ତାପରେ ମୋତେ କହିଲେ କି ତମ ବାପା ଏତେ ଧନୀ, ଆମେ ତ ବହୁତ ଗରିବ, ପୁଣି ତମେ ମୋତେ କେମିତି ନିଜର ଭାବୁଛ? ତମେ ଏ ବୃଥା କଥା ଭୁଲିଯାଅ, ଆଉ ମୁଁ ତମ ସହିତ କଥା ହେଇପାରିବି ନାହିଁ। ଏଇ କଥା ଶୁଣି ମୋତେ ବହୁତ ଖରାପ ଲାଗିଲା, ଆଉ ମୁଁ ତାଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କଲି। ଶେଷରେ ସେ ମୋ କଥାରେ ସହମତ ଦେଲେ। ଦିନେ ମୁଁ ମାଆଙ୍କୁ କହିଲି, ମା, ଆଜି ପାର୍କ ବୁଲିବାକୁ ଯାଉଛି। ମା କହିଲେ, ହଉ, ତ କୁନା ଭାଇଙ୍କ ସହିତ ଯିବୁ, ତୋତେ ଗାଡ଼ିରେ ନେଇ ଆସିବ। ମୁଁ ବି ରାଜି ହେଲି, ଆଉ କୁନା ଭାଇଙ୍କୁ ପଚାରିବାରୁ ସେ ଯିବା ପାଇଁ ହଁ କହିଲେ। ଆମେ କୁନା ଭାଇଙ୍କ ସହିତ ବାହାରିଲୁ। ବାଟରେ କୁନା ଭାଇ ପଚାରିଲେ, ତୁ ତ ପାର୍କ ଯିବୁ କହୁଥିଲୁ, କିନ୍ତୁ ଏପଟେ କୁଆଡ଼େ ଯିବା ପାଇଁ କହୁଛୁ? ମୁଁ ଭାଇଙ୍କୁ ସବୁ କଥା କହିଲି, ଆଉ କହିଲି କି ଭାଇ, ସେ ପିଲା ସହିତ ମୋତେ ଭେଟ ହେବାର ଅଛି। ପ୍ଲିଜ୍ ଭାଇ, ତମେ ମୋତେ ସାହାଯ୍ୟ କର। କୁନା ଭାଇ କିଛି ନ ଭାବି ରାଜି ହୋଇଗଲେ। ମୁଁ ରାଜକୁ ଯିବା ରାସ୍ତାରେ ପଚାରି ସାରିଥିଲି, ଆଉ ଆମେ ପଚରା ପଚରି ତାଙ୍କ ଘରେ ପହଞ୍ଚିଲୁ। ରାଜ ମୋତେ ଅପେକ୍ଷା କରିଥିଲେ। ଆମେ ପହଞ୍ଚିଲା ପରେ ତାଙ୍କ ବାପା ମା ଆଉ ଜଣେ ଭଉଣୀ ଆମକୁ ସ୍ୱାଗତ କଲେ। ମୁଁ ରାଜକୁ କହିଥିଲି କି ଆମ କଥା ଘର ଲୋକଙ୍କୁ ନ କହିବା ପାଇଁ। ରାଜଙ୍କ ଘରେ କହିଥିଲେ କି ମୁଁ ତାଙ୍କ ସାଙ୍ଗ ଝିଅ, ତାଙ୍କ ଘର ଦେଖିବାକୁ ଆସିଛି। ମୁଁ ଯେତେବେଳେ ତାଙ୍କ ଗାଁ ଦେଖିଲି, ଘର ଦ୍ୱାର ଦେଖିଲି, ମୋ ହୋସ୍ ଉଡ଼ିଗଲା। ମୁଁ କେବେ ଭାବି ହିଁ ନଥିଲି କି ଆଜି ବି ସହର ବାହାରେ ଲୋକମାନେ ଏଭଳି ଅବସ୍ଥାରେ ଜୀବନଯାପନ କରୁଛନ୍ତି। ମୁଁ ପହଞ୍ଚିଲା ପରେ ଯେତେବେଳେ ରାଜ ମୁହଁକୁ ଚାହିଁଲି, ଦେଖିଲି ତାଙ୍କ ମୁହଁ ଲାଜରେ ସମ୍ପୂର୍ଣ୍ଣ ଝଡ଼ି ଯାଇଥିଲା। ତାଙ୍କର ଗୋଟେ ବଖରା ସରକାରୀ ଘର, ଆଉ ଗୋଟିଏ ଖପରା ଘର ଥିଲା। ପିଣ୍ଡା ଆଉ ଘର ଚଟାଣଟା ମାଟିରେ ଲିପା ହୋଇଥିଲା। ମୋତେ ଖଟରେ ବସିବାକୁ କହିଲେ। ମୁଁ ମନା କଲି, ଆଉ ଭାଇଙ୍କୁ ଡାକି ଆମେ ପିଣ୍ଡାରେ ବସିଲୁ। ତାଙ୍କ ଭଉଣୀ ଆମକୁ କଞ୍ଚା ପାଣି ଆଣି ଦେଲେ, ଆମେ ଦୁହେଁ ପିଇଲୁ। ତାଙ୍କ ଘର ପିଣ୍ଡାରେ ବସିଥିବା ସମୟରେ ମୋତେ ଏମିତି ଗୋଟେ ଅନୁଭବ ହେଉଥିଲା, ଯାହା ମୁଁ ଆମ ଧନୀ କୋଠାଘରେ ଆଜି ପର୍ଯ୍ୟନ୍ତ କେବେ ଅନୁଭବ କରିନାହିଁ। ଏତେ ସରଳ, ଏତେ ଶାନ୍ତି, ମୋତେ ଲାଗୁଥିଲା ସତେ ଯେମିତି ସ୍ୱର୍ଗର ସୁଖ ଏହି ଘରେ ଅନୁଭବ ହେଉଛି। ଏଭଳି ଆନନ୍ଦ ଅନୁଭବ ସତରେ ମୋ ମନ ମୁଗ୍ଧ ହୋଇଗଲା। ମୁଁ ସମସ୍ତଙ୍କ ସହିତ କଥା ହେଲି। ଏତେ ପ୍ରେମର ସହିତ, ଏତେ ସ୍ନେହର ସହିତ ମୋ ସହ କଥା ହେଲେ ମୋତେ ଏମିତି ଲାଗୁଥିଲା ସତେ ଯେମିତି ମୋ ସହ କଥା ହେବା ପାଇଁ ସେମାନେ କେବେଠୁ ଅପେକ୍ଷା କରିଥିଲେ। ମୋ ବାପା ମା ବି ଏତେ ସ୍ନେହରେ ମୋ ସହ କେବେ କଥା ହେଇ ନାହାନ୍ତି। ସେହି ସମୟରେ ରାଜର ମୁହଁରେ ଆଦୌ ହସ ନଥିଲା। ସେ ସମ୍ପୂର୍ଣ୍ଣ ଭାବେ ମୁହଁ ଶୁଖାଇ ବସିଥିଲେ,
ଆଉ ମୁଁ ବି ବୁଝିପାରୁଥିଲି ଏଭଳି କାହିଁକି। ମୁଁ ରାଜକୁ ପାଖକୁ ଡାକିଲି ଆଉ କହିଲି କି ସବୁ ଠିକ୍ ହେଇଯିବ, ତମେ କିଛି ଭାବନି, ମୁଁ ସବୁ କରିବି। ରାଜ ଦେଖିବାକୁ ବହୁତ ଶାନ୍ତ ଆଉ ସରଳ ଆଉ ନିରୀହ ମଧ୍ୟ। ବୋଧହୁଏ ତାଙ୍କର ଏହି ଗୁଣ ହିଁ ମୋତେ ଆକର୍ଷିତ କରୁଛି। ସେ ଏତେ ହ୍ୟାଣ୍ଡସମ୍ ବି ନୁହନ୍ତି, କିନ୍ତୁ ଧନୀ ଘରେ ଥିଲେ ନା ବଡ଼ ବଡ଼ିଆ ଘରର ଝିଅ ବି ତାଙ୍କ ପାଇଁ ଝୁରି ହୋଇଥାନ୍ତେ। ଭାଇଙ୍କ ସହିତ ଆମେ ସେଠାରୁ ଫେରି ଆସିଲୁ। ବାଟରେ ଭାଇଙ୍କୁ କହିଲି, ଭାଇ ସେମାନେ ଗରିବ ହେଲେ କ'ଣ ହେଲା, ତାଙ୍କ ଘରେ ତ ସ୍ୱର୍ଗର ସୁଖ ଅନୁଭବ କରିବାର ସୁଯୋଗ ମିଳୁଛି। ମୋତେ ତ ସତରେ ବହୁତ ଖୁସି ଲାଗିଲା। ଭାଇ ତମକୁ କେମିତି ଲାଗିଲା? ଭାଇ କହିଲେ, ମୋତେ ବି ବହୁତ ଖୁସି ଲାଗିଲା। ସତରେ ସେ ଟୋକାର ବାପା ମା ବହୁତ ଭଲ। ରାଜଙ୍କ ସହିତ କଥାବାର୍ତ୍ତା ଏମିତି ହିଁ ଚାଲିଲା। ଧୀରେ ଧୀରେ ତାଙ୍କ ପ୍ରତି ଏତେ ପ୍ରେମ ବଢ଼ିଗଲା କି ମୁଁ ତାଙ୍କ ବିନା ଆଉ କେଉଁଠି ବି ବାହା ହେବି ନାହିଁ ବୋଲି ଭାବୁଥିଲି। ଏସବୁ କଥା କେହି ଜାଣିନଥିଲେ, କେବଳ ରାଜ, ମୁଁ ଆଉ କୁନା ଭାଇ ଜାଣିଥିଲେ। ମୁଁ ଦିନେ ରାଜକୁ କହିଲି କି ମୁଁ ଯେମିତି ହେଲେ ବି ତମର ହେବାକୁ ଚାହେଁ, ଆଉ ଯଦି ହେବିନି ତ କାହାର ନୁହେଁ। ଏକଥା ଶୁଣି ରାଜ ମୋତେ କହିଲେ କି ଗୀତା, ମୋ ପ୍ରତି ତମର ଭଲ ପାଇବା ଅଛି, ଏଇଟା ସତ, କିନ୍ତୁ ମୁଁ ଜାଣିଛି ତମ ବାପା ମା କେବେ ବି ରାଜି ହେବେନି। କାହିଁକି ନା ଆମେ କେବଳ ଗରିବ ନୁହେଁ, ବହୁତ ଗରିବ, ଯାହା ତୁମ ବାପା ମା ଜୀବନ ଚାଲିଗଲେ ବି ଆମକୁ ଗ୍ରହଣ କରିପାରିବେ ନାହିଁ। ଗୀତା, ସେଥିପାଇଁ ତମେ ମୋତେ ନିଜର କରିବା କଥା ଭୁଲିଯାଅ। କାହିଁକି ନା ଯଦି ଭବିଷ୍ୟତରେ ତମ ଇଚ୍ଛା ପୂରଣ ନ ହେଲା, ତାହେଲେ ଏହି ବିଫଳତା ତମକୁ ବହୁତ ଦୁଃଖ ଦେବ। ମୁଁ ଚାହୁଁନି ତମକୁ ଦୁଃଖ ମିଳୁ। ଜଣେ ଧନୀ ଘରର ପୁଅ ଗରିବ ଘରର ଝିଅକୁ ବାହା ହେବା ଠାରୁ ଜଣେ ଧନୀ ଘରର ଝିଅ ଗରିବ ଘରର ପୁଅକୁ ବାହା ହେବା ବହୁତ କଷ୍ଟ। ରାଜର କଥା ଶୁଣି ମୋତେ ଠିକ୍ ବି ଲାଗିଲା, କିନ୍ତୁ ମୁଁ କହିଲି, ହେଲେ ବି ମୁଁ ଚେଷ୍ଟା କରିବି। ତମକୁ ଛାଡ଼ି ମୁଁ କେଉଁଠି ବି ସୁଖରେ ରହିପାରିବି ନାହିଁ। ରାଜ କହିଲେ, ତମେ ବଡ଼ ଘରର ଝିଅ, ଏଇ ଗରିବ ଘରେ ଥିବା ଖାଇବା ପିଇବା ରହିବା ତମେ ସହିପାରିବ ନାହିଁ। ତମକୁ ଏହି ପରିବେଶ ଶୋଭା ପାଇବନି। ମୁଁ କହିଲି, ମୁଁ ମୋ ନିଜ ଉପରେ ବିଶ୍ୱାସ କରୁଛି କି ମୁଁ ରହିପାରିବି, ସହିପାରିବି। ରାଜ, ମୋତେ ତମ ସହିତ ରହିବାର ଅଛି, ମୋତେ ତମେ କେବେ ବି ମନା କରିବ ନାହିଁ। ରାଜ କହିଲେ, ଗୀତା, ତମ କଥା ମୁଁ ବୁଝିପାରୁଛି, କିନ୍ତୁ ତମ ବାପା ମା ଏହି କଥା ବୁଝିପାରିଲେ ତ ହବ। ଏମିତି ଚାଲିଲା ତାଙ୍କ ସହିତ କଥାବାର୍ତ୍ତା। ସୁଖ ଦୁଃଖ ହେବା ଆଉ ପ୍ରତିଦିନ ବାଲକୋନିରେ ତାଙ୍କୁ ଦେଖା କରିବା। ମଝିରେ ମଝିରେ ଭାଇଙ୍କ ସହିତ ତାଙ୍କ ଘରକୁ ବୁଲି ଯିବା ପାଇଁ, ତାଙ୍କ ଘର ଲୋକଙ୍କ ପାଇଁ ଉପହାର ନେଇ ଯିବା। ଏମିତି ଯିବା ଆସିବା ଭିତରେ ରାଜର ଘର ଲୋକ ମୋ କଥା ଜାଣିବାକୁ ପାଇଲେ, ଆଉ ତାଙ୍କ ବାପା ମା ଆଉ ଭଉଣୀ ମୋତେ ନିଜର ଭଳି ସ୍ନେହ ଆଦର କଲେ। ଆଉ ଏହି ସ୍ନେହ ଆଉ ଭଲ ପାଇବା ରାଜ ପ୍ରତି ଥିବା ଦୂରତାକୁ ଆହୁରି କମେଇ ଦେଲା। କିନ୍ତୁ ଯାହା ଭଗବାନଙ୍କ ଇଚ୍ଛା, ଆମକୁ ବି ସେହି ଇଚ୍ଛା ଗ୍ରହଣ କରିବାକୁ ପଡ଼େ। ଧୀରେ ଧୀରେ ଏହି କଥା ମୋ ମା ଜାଣିଲେ, ପରେ ବାପାଙ୍କୁ ଜଣାଇଲେ। ବାପା ଏକଥା ଜାଣିଲା ପରେ ମୋତେ କିଛି ଗାଳି କିମ୍ବା ମୋତେ କଷ୍ଟ ଲାଗିଲା ଭଳି କିଛି ଶବ୍ଦ ବି କହିଲେ ନାହିଁ। ମାଆଙ୍କୁ ବୁଝାଇବାକୁ ଚେଷ୍ଟା କଲି, କିନ୍ତୁ ମା କହିଲେ, ସବୁ ତ ବାପାଙ୍କ ପାଖରେ, ତୋ ବାପା ଯାହା କହିବେ ମୁଁ ତାହା ହିଁ ମାନିବି। ବାପାଙ୍କୁ ବି ଦିନେ କହିଲି, ବାପା, ମୁଁ ରାଜ ସହିତ ରହିବାକୁ ଚାହୁଁଛି, ମୋତେ ତାଙ୍କ ସହିତ ରହିବାର ଅଛି। ବାପା ମୋତେ ତାଙ୍କ ବିଷୟରେ ସବୁ କଥା ପଚାରିଲେ ଆଉ କହିଲେ, ତୁ ଚିନ୍ତା କରନି, ସବୁ ଠିକ୍ ହେଇଯିବ। ମୋତେ ଟିକେ ଆଶ୍ୱାସନା ମିଳିଲା। ମୁଁ ସବୁ କଥା ରାଜକୁ ଜଣାଉଥିଲି। ହଠାତ୍ ଦିନେ ଘର ସାରା ସାଜସଜା ହେବାକୁ ଲାଗିଲା। ମୁଁ ବାପାଙ୍କୁ ଆଉ ମାଆଙ୍କୁ ପଚାରିଲି, ଆଜି କ'ଣ ହେବ କି? ଉତ୍ତରରେ ବାପା ମା ଦୁହେଁ ଗୋଟିଏ କଥା କହିଲେ କି ଆଜି ତୋ ପାଇଁ ଖୁସିର ଦିନ, ତୋ ଇଚ୍ଛା ପୂରଣ ହେବାକୁ ଯାଉଛି। ମୁଁ ସଙ୍ଗେ ସଙ୍ଗେ ଏହି କଥା ରାଜକୁ ଜଣାଇବା ପାଇଁ ମୋ କୋଠରୀକୁ ଗଲି ତ ଦେଖିଲି ମୋ କୋଠରୀରେ ମୋ ଫୋନ୍ ନାହିଁ। ମୁଁ ଭାବିଲି, ଖୁସିରେ ବୋଧହୁଏ ମୋ ଫୋନ୍ଟାକୁ ମୁଁ କେଉଁଠି ରଖିଦେଇଛି। ଅନେକ ଭାବିଲା ପରେ ମୋତେ ମନେ ପଡ଼ୁଥାଏ କି ମୋ ଫୋନ୍ଟା
ମୋ କୋଠରୀରେ ହିଁ ରଖିଥିଲି। ମାଆଙ୍କୁ ପଚାରିବାରୁ ମାଆ କହିଲେ, ଦେଖ କେଉଁଠି ରଖିଥିବୁ। ଭଲରେ ଭାବିବା ପରେ ମୋତେ ଠିକ୍ରେ ମନେ ପଡ଼ିଲା କି ମୁଁ ମୋ କୋଠରୀରେ ହିଁ ଫୋନ୍ ରଖିଥିଲି। ଆଉ ଟିକେ ଟିକେ ମୋତେ ସନ୍ଦେହ ହେବାକୁ ବି ଲାଗିଲା, କାହିଁକି ନା ମାଆ ମୋତେ ଘରୁ ବାହାରିବାକୁ ବି ମନା କଲେ। ସେତେବେଳେ ମୁଁ ଜାଣିସାରିଥିଲି କି ବାପା କେଉଁଠି ପ୍ରସ୍ତାବ ଠିକ୍ କରିଛନ୍ତି। ଆଉ ଆଜି ମୋର ପିନ୍ଧାଣୀ ହେବାକୁ ଯାଉଛି। ମୁଁ ସଙ୍ଗେ ସଙ୍ଗେ ମାଆଙ୍କ ପାଖକୁ ଦୌଡ଼ିଗଲି। ମାଆଙ୍କ ଗୋଡ଼ ଧରି ନେହୁରା ହେଲି। ମାଆ, ମୋର ଇଚ୍ଛା ନାହିଁ। ମାଆ କହିଲେ, ସେମାନେ ଖାଲି ଦେଖିବାକୁ ଆସନ୍ତି। ଯଦି ହଁ କହିବୁ କାମ ଆଗକୁ ବଢ଼ିବ, ଆଉ ଯଦି ନା କହିବୁ କିଛି ହେବନି। ବାପାଙ୍କୁ କହିବାରୁ ବାପା ବି ଏହି କଥା କହିଲେ। ମୁଁ ମନେ ମନେ ଭାବିଲି, ହଉ ସେମାନେ ଆସନ୍ତୁ, କିନ୍ତୁ କୌଣସି ପରିସ୍ଥିତିରେ ବି ମୁଁ ହଁ କହିବି ନାହିଁ। ସବୁ ପ୍ରସ୍ତୁତ ସରିବାକୁ ଗଲାଣି, କିନ୍ତୁ ରାଜକୁ ମୁଁ କିଛି ବି ଜଣାଇ ନାହିଁ, କାହିଁକି ନା ମୋ ଫୋନ୍ ମୋ ମାଆ ଲୁଚାଇ ଦେଇଥିଲେ। ଶେଷରେ ସମୟ ପହଞ୍ଚିଗଲା। କିଛି ସମ୍ପର୍କୀୟ ବି ଘରକୁ ଆସିଗଲେ। ମୋତେ ବି ପ୍ରସ୍ତୁତ ହେବାକୁ ପଡ଼ିଲା, କିନ୍ତୁ ମୋ ସହିତ ଏକ ଧୋକା ହେଲା। ବାପା ମାଆଙ୍କ ସହିତ ବରଘର ଲୋକଙ୍କର ସବୁ କଥା ସରିସାରିଥିଲା। ଆଜି ସେମାନେ ମୋତେ ପିନ୍ଧାଣୀ କରିବାକୁ ଆସିଛନ୍ତି। ଏକଥା ଜାଣିଲା ପରେ ମୁଁ ଆଉ କାନ୍ଦ ସମ୍ଭାଳି ପାରିଲି ନାହିଁ। ଭୋ ଭୋ ହୋଇ କାନ୍ଦିଲି। ମାଆ ଆସି କହିଲେ କି, ଛୋଟବେଳୁ ଆମେ ତୋ କଥା କେବେ ଆଡ଼େଇନୁ, ସବୁ କଥା ମାନିଛୁ। ସେଥିପାଇଁ ଆଜି ତୋତେ ତୋ ବାପାଙ୍କ କଥା ମାନିବାକୁ ପଡ଼ିବ। ବରଘର ଲୋକ ଆସିଲେ, ତୁ ଚୁପ୍ ରହିବୁ, କିଛି କହିବୁନି କି କାନ୍ଦିବୁନି। ମୁଁ କିଛି ବି କରିବାକୁ ସମର୍ଥ ନଥିଲି। ଭଗବାନ ମୋତେ ଏଭଳି ସମସ୍ୟାରେ ପକାଇବେ ମୁଁ କେବେ ଭାବି ନଥିଲି। ସେହିଦିନ ବି କୁନା ଭାଇଙ୍କୁ ବି ମୋ ପାଖକୁ ଆସିବାକୁ ଦିଆଗଲା ନାହିଁ। କିନ୍ତୁ ଆଖିରେ ଆଖିରେ ଆମେ ପରସ୍ପର ମନ କଥା ବୁଝିପାରୁଥିଲୁ। ପିନ୍ଧାଣୀ ସମୟରେ ମୁଁ ସହି ନପାରି ବହୁତ କାନ୍ଦିଲି। ଏଥିରେ ମାଆ କହିଲେ କି, ଆମ ଝିଅ ତା ବାପାଙ୍କୁ ବହୁତ ଭଲ ପାଏ। ଏବେ ବି ତା ପିଲାଗୁଣ ସରିନି, ତ ସେଥିପାଇଁ ତା ବାପାଙ୍କ କଥା ମନେ ପଡ଼ୁଛି। ସେଦିନ ସବୁ ସରିଲା, କିନ୍ତୁ ମୁଁ କିଛି ଖାଇଲି ନାହିଁ। ମାଆଙ୍କୁ କହିଲି, ମାଆ, ତମେ ମୋ ସହିତ କାହିଁକି ଏମିତି କରୁଛ? ମୁଁ ରାଜ ପାଖରେ ରହିବାକୁ ଚାହେଁ। ମାଆ କହିଲେ, ତୁ ଛୋଟ ଅଛୁ, କ'ଣ ଠିକ୍ କ'ଣ ଭୁଲ ଜାଣିନୁ। ସମାଜ ଦୃଷ୍ଟିରେ ଯାହା ବି ଭଲ ଥିବ ଆମେ ତାହା ହିଁ କରିବୁ। ନିଜ ଇଚ୍ଛାରେ ସମାଜ ଚାଲେନି, ଆମକୁ ସମାଜ ସହିତ ଚାଲିବାକୁ ଅଛି। ମୁଁ ପୁଣି ବାପାଙ୍କୁ କହିଲି, ବାପା, ତମେ ତ ମୋତେ ବହୁତ ଭଲ ପାଅ, କେବେ ଦୁଃଖ ଦେଇନ, କିନ୍ତୁ ଆଜି ମୋ ସହିତ ଏମିତି କାହିଁକି କରୁଛ? କହି ବହୁତ କାନ୍ଦିଲା। ବାପା କହିଲେ, ଝିଅ, ମୁଁ କରିବି କ'ଣ? ଗୋଟେ ପଟେ ତୁ ରହିଲୁ, ଆଉ ପଚାରୁଛୁ ବାପା ତମେ କାହିଁକି ଏମିତି କରୁଛ? ଆଉ ଗୋଟେ ପଟେ ରହିଲେ ବଡ଼ ବଡ଼ ଘରର ସମ୍ପର୍କୀୟ ଧନୀ ବନ୍ଧୁ। ମୁଁ କାହାକୁ କ'ଣ କହିବି? ତୋ କଥା ମାନିଲେ ତାଙ୍କ ପାଖରେ ଜବାବ ନଥିବ, ଆଉ ତାଙ୍କ କଥା ମାନିଲେ ତୋ ପାଖରେ ଜବାବ ନାହିଁ। ଜଣେ ବାପା ହିସାବରେ ବହୁତ ଭାବିଲା ପରେ, ତୋ ମାଆଙ୍କ ସହିତ କଥା ହେଲା ପରେ, ଝିଅ, ଆମକୁ ଏଇ ନିଷ୍ପତ୍ତି ଠିକ୍ ଲାଗିଲା। ସେହି ମୁହୂର୍ତ୍ତରେ ଭୋ ଭୋ ହୋଇ କାନ୍ଦିବା ଛଡ଼ା ମୋ ମୁହଁରେ ଆଉ କିଛି ଶବ୍ଦ ନଥିଲା। ବାପାକୁ କୁଣ୍ଢାଇ ବହୁତ କାନ୍ଦିଲି, ଆଉ ବାପା ବି ବହୁତ କାନ୍ଦିଲେ। ବାପା କହିଲେ, ଝିଅ, ସମାଜର ନିନ୍ଦା ଶୁଣିବା ପାଇଁ ବି ମଣିଷ କେବେ କେବେ ଅନିଚ୍ଛା ସତ୍ତ୍ୱେ ବି ନିଷ୍ପତ୍ତି ନେଇଥାଏ। ମୁଁ ବାପାଙ୍କୁ କହିଲି, ବାପା, ମୋର ଗୋଟେ ଶେଷ ଇଚ୍ଛା ପୂରଣ କରିଦିଅ, ନହେଲେ ମୁଁ ମରିଯିବି। କି ଶେଷ ଥର ପାଇଁ ରାଜ ସହିତ କଥା କରେଇଦିଅ। ମୁଁ ତାଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛି, ତା ଘର ଲୋକଙ୍କ ମନରେ ଯେଉଁ ଆଶା ଜନ୍ମେଇଛି, ସେଥିପାଇଁ ମୁଁ କ୍ଷମା ମାଗିନିଏ। ମାଆ ମୋତେ ଫୋନ୍ ଦେଲେ। କାନ୍ଦି କାନ୍ଦି ରାଜକୁ ସବୁ କଥା କହିଲି। ସେତେବେଳେ ମୋ ମାଆ ବି ମୋତେ ଦେଖି କାନ୍ଦୁଥିଲେ। ରାଜ ବି ବହୁତ କାନ୍ଦିଲେ, କିନ୍ତୁ ନିଜ ଦୁଃଖକୁ ଲୁଚାଇ ଓଲଟା ମୋତେ ବୁଝାଇବାକୁ ଚେଷ୍ଟା କଲେ କି, ଗୀତା, କାହାକୁ ପ୍ରେମ କରିବାର ଅର୍ଥ ଏଇଟା ନୁହେଁ ଯେ ତାକୁ ବାହା ହିଁ ହେବା, ତାକୁ ହିଁ ନିଜର କରିବା।
କାହାକୁ ପ୍ରେମ କରିବାର ଅର୍ଥ ହେଉଛି ତାକୁ ନିଜର ଭାବିବା, ବିନା ସ୍ୱାର୍ଥରେ ତା ପାଇଁ ନିଜକୁ ଉତ୍ସର୍ଗ କରିବା, ନିଜ ଖୁସିକୁ ବଳି ଦେବା। ତମେ ଧନୀ ଘରର ଝିଅ ତ ତମେ ଧନୀ ଘରେ ହିଁ ବାହା ହେବାକୁ ଯୋଗ୍ୟ, ଗରିବ ଘରେ ନୁହଁ। ସେଥିପାଇଁ ବାପା ମା ଏହି ନିଷ୍ପତ୍ତି ନେଲେ। ଆମ ପାଇଁ ବାପା ମା ହିଁ ଭଗବାନ, ତେଣୁ ତାଙ୍କ କଥା ମାନିବା ଉଚିତ। ରାଜ ଏସବୁ କହୁଥିବା ସମୟରେ ମୋତେ ବହୁତ କଷ୍ଟ ହେଉଥିଲା, ଆଉ ତା ସହିତ ମୋ ରାଜର କଷ୍ଟକୁ ବି ମୋ ହୃଦୟ ଅନୁଭବ କରି ପାରୁଥିଲା। ବାପା ମା ବି ରାଜ ସହିତ କଥା ହେଲେ। ମୁଁ ରାଜକୁ ବହୁତ କଥା ବୁଝାଇଲେ। ତାଙ୍କ ବାପା ମାଙ୍କ ସହିତ ବି କଥା ହେଲେ, ଆଉ ତାଙ୍କ ବାପା ମା ବି ମୋ ବାପା ମାଙ୍କ କଥାରେ ରାଜି ହେଲେ। କିନ୍ତୁ ଦୁଃଖ କ'ଣ ଆଜି ପର୍ଯ୍ୟନ୍ତ ଜାଣିନଥିଲି। ସେହିଦିନ ଅନୁଭବ କରିପାରିଲି ଯେ ଦୁଃଖ କ'ଣ। ରାଜ ସହିତ କଥା ହେଉଥିବା ସମୟରେ କଲ୍ କାଟିବାକୁ ଇଚ୍ଛା ହେଉନଥାଏ, କିନ୍ତୁ ରାଜ ଭାବିଲେ କି କଲ୍ ନ କଟିଲେ ମୁଁ ଆହୁରି କାନ୍ଦିବି, ଆହୁରି ଦୁଃଖ କରିବି। ସେଥିପାଇଁ ସେ ମୋ କଲ୍ କାଟିଦେଲେ। ଆଜି ମୋ ବାହାଘର ହେଇସାରିଛି। 6 ମାସର ମୋର ଗୋଟେ ପୁଅ ଅଛି, କିନ୍ତୁ ସେହି ଦୁଃଖକୁ ମୁଁ ଆଜି ବି ଭୁଲି ପାରୁନି। ମୋ ପୁଅ ଛଡ଼ା ମୋତେ ଲାଗୁଛି ଦୁନିଆରେ ମୋର ଆଉ କେହି ନାହାନ୍ତି। ମୋ ସ୍ୱାମୀଙ୍କର ଯେତେ ଯତ୍ନ କଲେ ବି ସେ ମୋ ଉପରେ ସନ୍ତୁଷ୍ଟ ନୁହଁ। ତାଙ୍କର ସବୁ କଥା ମାନିଲେ ବି ମୋ ପ୍ରତି ତାଙ୍କର ଟିକେ ବି ନା ସ୍ନେହ ନା ଆଦର ଦେଖିବାକୁ ମିଳୁଛି। ପ୍ରତିଦିନ ଜଣେ ଜଣେ ବୟଫ୍ରେଣ୍ଡ ଆଉ ଗାର୍ଲଫ୍ରେଣ୍ଡ ଆଣୁଛନ୍ତି, ତାଙ୍କ ସହିତ ମଦ ପିଇ ଏନ୍ଜୟ କରୁଛନ୍ତି, କିନ୍ତୁ ମୋତେ କେବେ ସ୍ନେହରେ ବି ପଚାରନ୍ତି ନାହିଁ, ନିଜ ସ୍ତ୍ରୀ ଭଳି ବି ଦେଖନ୍ତି ନାହିଁ, ମୋ ସହ ଠିକରେ ବି କଥା ହୁଅନ୍ତି ନାହିଁ। ମୋତେ ଏମିତି ଲାଗେ ସତେ ଯେମିତି ତାଙ୍କ ସେବା ଯତ୍ନ କରିବା ପାଇଁ ମୁଁ ଜଣେ ଚାକରାଣୀ। ଏତେ ବଡ଼ କୋଠା ଘର, କିନ୍ତୁ ଏହି ଘରେ ନା ପ୍ରେମ ଅଛି, ନା ସ୍ନେହ ଅଛି, ନା ସମ୍ମାନ ଅଛି। ନିଜ ଦୁଃଖ କାହାକୁ ଜଣାଇବା ପାଇଁ ବି କେହି ନାହାନ୍ତି। ନିଜ ବାପା ମାଙ୍କୁ ବି ମୋ ଦୁଃଖ କେବେ ଜଣା ନାହିଁ, କାହିଁକି ନା ତାଙ୍କ ପାଇଁ ହିଁ ଏସବୁ ଆଜି ହେଇଛି। ଯଦି ସେମାନେ ଜାଣିବେ ତ ବହୁତ କଷ୍ଟ ଲାଗିବ ସେମାନଙ୍କୁ। ସେଥିପାଇଁ ମୁଁ କିଛି କୁହେନି। ମୋ ଭାଗ୍ୟରେ ଏମିତି ଏକ ସ୍ୱାମୀ ପାଇଛି ଯାହା ପାଖରେ ନିଜ ସ୍ତ୍ରୀ ପାଇଁ ନା ସ୍ନେହ, ନା ପ୍ରେମ, ନା ସମ୍ମାନ ଅଛି। ମଦ ପିଇ ନିଜ ଶାରୀରିକ ସୁଖ ପାଇଁ ନିଜ ସ୍ତ୍ରୀର ଶରୀରକୁ ଲୋଭ ଦୃଷ୍ଟିରେ ଦେଖିବା, ଆଉ ନିଜ ଲାଳସା ମେଣ୍ଟାଇବା ପାଇଁ ଅନ୍ୟଥା ସତ୍ତ୍ୱେ ସ୍ତ୍ରୀ ସହିତ ଖରାପ ସମ୍ପର୍କ ରଖିବା, ତା ଛଡ଼ା ମୋ ପ୍ରତି ତାଙ୍କର ଆଉ କିଛି ନାହିଁ। ମୁଁ ତାଙ୍କ ସ୍ତ୍ରୀ ହୋଇ ସାରିଛି। ଏସବୁ ମୋତେ ଭଲ ଲାଗୁନି। ନା ମୁଁ ତାଙ୍କୁ ମନା କରିପାରୁଛି, ନା ଏ ଦୁଃଖ ଆଉ କାହାକୁ କହିପାରୁଛି। ଅଧିକ ଦୁଃଖ ଲାଗିଲେ କେବଳ ରାଜ କଥା ହିଁ ମୋତେ ମନେ ପଡ଼ୁଛି। ତାଙ୍କୁ ମନେ ପକାଇ ଏକା ଏକା କାନ୍ଦିବା ଛଡ଼ା, ନିଜ ପୁଅ ମୁହଁକୁ ଦେଖି ମନକୁ ବୁଝେଇବା ଛଡ଼ା ମୋ ପାଖରେ ଆଉ କିଛି ଉପାୟ ନାହିଁ। ମୁଁ ଏଥିପାଇଁ ଏହା ପ୍ରକାଶ କରୁଛି କି ମୋ ଦେଶର ଅନ୍ୟ ଭଉଣୀମାନେ ଶୁଣନ୍ତୁ ଓ ଜାଣନ୍ତୁ, ଆଉ ବାପା ମାଙ୍କର ଅଧିକରୁ ଅଧିକ ସେବା କରନ୍ତୁ, ଆଉ ମୋ ଭଳି ସେମାନଙ୍କ ସହିତ ନ ହେଉ। ବୋଧହୁଏ ବାପା ମାଙ୍କ ସେବାରେ ମୁଁ କିଛି ତ୍ରୁଟି କିମ୍ବା କମି ରଖିଥିଲି, ଯେଉଁଥିପାଇଁ ଭଗବାନ ଆଜି ମୋତେ ଏହି ଦୁଃଖ ଦେଇଛନ୍ତି।